ନମସ୍କାର ଫ୍ରେଣ୍ଡସ୍, ଆପଣମାନଙ୍କୁ ପୁଣି ଥରେ ସ୍ୱାଗତ ତନ୍ତ୍ର ମନ୍ତ୍ର ବିଦ୍ୟାରେ। ଫ୍ରେଣ୍ଡସ୍, ଆପଣମାନେ ଦେଖିଥିବେ ଅନେକ ଶତ୍ରୁ ଆପଣଙ୍କୁ ହାନି ବା କ୍ଷତି ପହଞ୍ଚାଉଛନ୍ତି। ଫ୍ରେଣ୍ଡସ୍, ଆପଣମାନେ ଦେଖିଥିବେ ଅନେକ କାମରେ ଅନେକ ଶତ୍ରୁ ବାଧା ଡାଲନ୍ତି। ଫ୍ରେଣ୍ଡସ୍, ଆପଣମାନେ ଏହି ପ୍ରୟୋଗଟିକୁ କରନ୍ତୁ। ଯଦି ଆପଣମାନେ କୌଣସି ଘର ବନାଉଛନ୍ତି, କୌଣସି ଗାଡ଼ି ଆଣୁଛନ୍ତି, ଦେଖିବେ ଫ୍ରେଣ୍ଡସ୍, ଆପଣଙ୍କ ଶତ୍ରୁ ଆପଣଙ୍କୁ ଜଲିବାରେ ଲାଗିବ ଏବଂ ଆପଣଙ୍କୁ ଆଉ ଦୁଶ୍ମନୀ ମାନିବାରେ ଲାଗିବେ। ଫ୍ରେଣ୍ଡସ୍, ଆପଣମାନେ ସବୁ ଶତ୍ରୁର ନାଶ କରିବାକୁ ଚାହୁଁଛନ୍ତି, ତାହେଲେ ଫ୍ରେଣ୍ଡସ୍ ଆପଣମାନେ ଏହି ପ୍ରୟୋଗଟି କରନ୍ତୁ। ଫ୍ରେଣ୍ଡସ୍, ଆପଣମାନେ ଅନେକ ବିଧି ବିଧାନ ତନ୍ତ୍ର ମନ୍ତ୍ର ଯନ୍ତ୍ର କରିକି ଠକି ଯାଇଛନ୍ତି, ତାହେଲେ ଫ୍ରେଣ୍ଡସ୍ ଆପଣମାନେ ଏହି ପ୍ରୟୋଗଟି କରନ୍ତୁ। ଫ୍ରେଣ୍ଡସ୍, ଭିଡ଼ିଓଟିକୁ ଆରମ୍ଭ କରିବା। ଫ୍ରେଣ୍ଡସ୍, ଭିଡ଼ିଓଟିକୁ ଆରମ୍ଭ କରିବା ପୂର୍ବରୁ ଯଦି ଆପଣମାନେ ଆମ ୟୁଟ୍ୟୁବ୍ ଚ୍ୟାନେଲକୁ ନୂଆ ଦେଖୁଛନ୍ତି ବା ପ୍ରଥମ ଥର ଦେଖୁଛନ୍ତି, ତାହେଲେ ଗୋଟିଏ ଲାଇକ୍ କରିଦେବେ, ସବସ୍କ୍ରାଇବ୍ କରିଦେବେ ଏବଂ ପାଖରେ ଥିବା ବେଲ୍ ଆଇକନ୍କୁ ପ୍ରେସ୍ କରିଦେବେ, ଯାହାଦ୍ୱାରା ସର୍ବପ୍ରଥମେ ଆପଣମାନେ ଏମିତି ବିଧି ବିଧାନ ତନ୍ତ୍ର ମନ୍ତ୍ର ଯନ୍ତ୍ର ସର୍ବପ୍ରଥମେ ପାଇକି ସର୍ବପ୍ରଥମେ ପ୍ରୟୋଗ କରିପାରିବେ। ଫ୍ରେଣ୍ଡସ୍, ଧ୍ୟାନ ଦେଇ ଶୁଣନ୍ତୁ। ଫ୍ରେଣ୍ଡସ୍, ସର୍ବପ୍ରଥମେ ଆପଣମାନଙ୍କ ଶତ୍ରୁର ଗୋଟିଏ ଫଟୋ ନେଇଯିବେ ଏବଂ 5ଟି ସୁଞ୍ଚି ନେଇଯିବେ। ସେହି ସୁଞ୍ଚିକୁ ଆପଣମାନେ ଗୋଟିଏ ଧାଗାରେ ବାନ୍ଧିବେ। ବାନ୍ଧିଲା ପରେ ଫ୍ରେଣ୍ଡସ୍, ଆପଣମାନେ 5ଟି ଶୁଖା ମରିଚ ନେଇଯିବେ। ନେଲା ପରେ ଆପଣମାନେ ଗୋଟିଏ ଦୀପ ଜଳାଇଦେବେ, ମାଟିର ଦୀପ। ଦୀପ ଜଳାଇଲା ପରେ ଫ୍ରେଣ୍ଡସ୍, ଆପଣମାନେ ସେହି ଦୀପରେ ସେହି ଫଟୋ ସୁଞ୍ଚି ଏବଂ ଶୁଖା ମରିଚକୁ ଜଳାଇଦେବେ ଏବଂ ଯେଉଁ ଖାର ବଚିବ ଫ୍ରେଣ୍ଡସ୍, ଆପଣମାନେ ଗୋଟିଏ ପିପଲ ଗଛକୁ ଚାଲିଯିବେ ଏବଂ ଛୋଟ ଗାତ କୁଡ଼ିଦେବେ ଏବଂ ସେହି ଖାରକୁ ବା ରାଗକୁ ଆପଣମାନେ ସେହି ଖାଲରେ ପୋତିଦେବେ। ଦେଖିବେ ଫ୍ରେଣ୍ଡସ୍, ଏହି ପ୍ରୟୋଗଟି ଆପଣମାନେ 7 ଶନିବାର କରିବେ। କେବଳ ଶନିବାରରେ ହିଁ ଏହି ପ୍ରୟୋଗ କରିବେ। ଫ୍ରେଣ୍ଡସ୍, 7 ଶନିବାର କଲା ପରେ ଦେଖିବେ ଆପଣଙ୍କ ସବୁ ଶତ୍ରୁ ଦୁଶ୍ମନ ଆପଣଙ୍କ ସବୁ ନାଶ ବା କ୍ଷତି ଶେଷ ହୋଇଯିବେ। ଫ୍ରେଣ୍ଡସ୍, ଦେଖିବେ ଅନେକ ଶତ୍ରୁ ଅନେକ ହାନି ପହଞ୍ଚାଉଥିବେ ଏବଂ ଆପଣଙ୍କୁ ଜୀବନଠାରୁ ଅନେକ ଶତ୍ରୁ ମାରିଦେବା ପାଇଁ ଟ୍ରାଏ କରୁଥିବେ। ଅନେକ ଶତ୍ରୁ ଅନେକ ପ୍ରକାର ପ୍ରୟୋଗ କରୁଥିବେ ଆପଣଙ୍କୁ ହରାଇବା ପାଇଁ। ତ ଫ୍ରେଣ୍ଡସ୍, ଆପଣମାନେ ଡରନ୍ତୁ ନାହିଁ, ଏହି ପ୍ରୟୋଗଟିକୁ କରନ୍ତୁ। ଫ୍ରେଣ୍ଡସ୍, ଆପଣମାନଙ୍କୁ ଏହି ପ୍ରୟୋଗ କେମିତି ଲାଗିଲା ଆପଣମାନେ ଆମକୁ କମେଣ୍ଟ ମାଧ୍ୟମରେ ଜଣାଇବେ। ରହୁଛୁ ଫ୍ରେଣ୍ଡସ୍, ନମସ୍କାର।